ଯେତେବେଳେ ନିର୍ବାଚନ ଆସିଛି ସବୁ ନେତା ମାନେ ଏଇ କିଣା ବିକା ହେଇଛନ୍ତି। ଆମେ ଶୁଣୁଥିଲେ ସବୁ ଜିନିଷ କିଣା ବିକା ହୁଏ, ଜୀବଜନ୍ତୁ କିଣା ବିକା ହୁଅନ୍ତି, କିନ୍ତୁ ମଣିଷ କିଣା ବିକା କେବେ ନଜିର ଦେଖିନଥିଲୁ। ତେବେ ବିଧାୟକ ମାନଙ୍କୁ ମଧ୍ୟ ଘୋଡ଼ା ଭଳିଆ ମୂଲ କରାଯାଉଛି। ଛେଳି କୁକୁଡ଼ା ଜୀବଜନ୍ତୁଙ୍କ କଥା ଆଉ ସବୁ କିଣା ଯାଇଛି, ଜିନିଷ ସାମଗ୍ରୀ କିଣା କଥା ଯାଇଛି, କିନ୍ତୁ ମଣିଷ କିଣା ଯିବ ଇଏ ଗୋଟେ ନୀତି ନୈତିକତାର ଏବଂ ସବୁଠାରୁ ଗୋଟେ ଲଜ୍ଜାଜନକ ହାସ୍ୟାସ୍ପଦ କଥା, ଯୋଉଠି ନେତା ବିଧାୟକଙ୍କର ନିଜସ୍ୱ ବୋଲି କିଛି ନାହିଁ ଏବଂ ସେମାନେ ଲୋକସେବକ ଜନତାଙ୍କ ସେବକ ହେବାକୁ ଆସିକି ଏଠି ସେମାନେ କେମିତି କିଣା ବିକା ହେଉଛନ୍ତି। ୟାର ନଜିର ରାଜ୍ୟସଭା ନିର୍ବାଚନ ଯେତେ ଥର ଓଡ଼ିଶା ରାଜନୀତିରେ ହେଇଛି ସେତେବେଳେ ଇଏ କିଣା ବିକା ବେପାରଟା ହିଁ ଆରମ୍ଭ ହେଇଛି। ଦୀର୍ଘ ବର୍ଷର ଅଭିଜ୍ଞତା ସାମ୍ବାଦିକତାରେ ରାଜନୀତିରେ ମଧ୍ୟ, କିନ୍ତୁ ଆଗରୁ କେବେ ରାଜନୀତିରେ ବିଧାୟକ ମାନଙ୍କୁ ଘୋଡ଼ା କୁହାଉନଥିଲା କି ସାମ୍ବାଦିକଙ୍କୁ ଦଲାଲ କୁହାଉନଥିଲା। ବର୍ତ୍ତମାନ ସମୟରେ ଏମିତି ଦୁଇଟି ଶବ୍ଦ, ଗୋଟେ ଅପଶବ୍ଦ ଦୁଇଟି କାହିଁକି ଏମିତି ଭଲ ବ୍ୟକ୍ତିମାନଙ୍କ ପାଖରେ ଲାଗୁଛି ବା ବ୍ୟକ୍ତିମାନଙ୍କ ପାଖରେ ଲାଗୁଛି? ଶୁଣନ୍ତୁ, ବହୁତ ବଢ଼ିଆ ପ୍ରସଙ୍ଗଟେ ଆପଣ ଆଣିଲେ। ମୁଁ ସାରା ଓଡ଼ିଶା ଲୋକ ଏଇଟାକୁ ଅନୁଭବ କରିଛନ୍ତି। କେବଳ ଖାଲି ସାମ୍ବାଦିକ କ୍ଷେତ୍ରରେ ନୁହଁ, ଏ ବିଧାୟକ କ୍ଷେତ୍ରରେ ମଧ୍ୟ ଏ ଭାଷା ପ୍ରଯୁଜ୍ୟ ହେଲାଣି ଏବଂ ସାରା ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ କରୁଛି। ଖବରକାଗଜ କୁହନ୍ତୁ, ଟିଭି କୁହନ୍ତୁ, ସବୁ ଗଣମାଧ୍ୟମରେ ଆପଣ ଦେଖିବେ ଘୋଡ଼ା ବେପାର। କ'ଣ ପାଇଁ ନା ଆପଣ ଜାଣନ୍ତୁ, ମାନେ ଯେଉଁ କହନ୍ତି ଯେ ଘୋଡ଼ାକୁ ନେଇକି ବେପାର କରାଯାଏ ବା ଘୋଡ଼ା ହେଉଛି ସବୁଠାରୁ ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ ଏବଂ ତାର ମୂଲ କରିହେବ। କାହିଁକି ନା ସେ ଲୋକର ମୂଲ୍ୟ ଅଛି ବୋଲି ମୂଲ କରି ହୁଏ ଘୋଡ଼ା ପାଇଁ। ସେଥିପାଇଁ ମାନେ ସେ ଗୋଟେ ଲମ୍ବା ରେସ୍ର ଘୋଡ଼ା ସେମାନେ ହେଇଥାନ୍ତି। ରାଜନେତା ଲୋକ ମାନେ ବି ଠିକ୍ ସେଇଭଳି। କାହିଁକି ସେମାନେ ଏ ଘୋଡ଼ା ସାଙ୍ଗରେ ସମାନ ହେଲେ ନା ସେମାନଙ୍କୁ ବି ମଧ୍ୟ ବିଧାୟକ ମାନଙ୍କୁ ମଧ୍ୟ ଘୋଡ଼ା ଭଳିଆ ମୂଲ କରାଯାଉଛି। କାହିଁକି ନା ଆପଣ ଦେଖିବେ ବିଗତ ଯେତେବେଳେ ରାଜ୍ୟସଭା ଭୋଟ ହୋଇଛି ବା ବିଗତ ଦିନେ ଯେତେ ନିର୍ବାଚନ ଆସିଛି ସବୁ ନେତା ମାନେ କିଣା ବିକା ହୁଅନ୍ତି। ଆପଣ ବିଭିନ୍ନ କଥା ଶୁଣିଛନ୍ତି, କିଣା ବିକା ପରିବା ହଉ ଅଲଗା ଛେଳି କୁକୁଡ଼ା ଜୀବଜନ୍ତୁଙ୍କ କଥା ଆଉ ସବୁ କିଣା ଯାଇଛି, ଜିନିଷ ସାମଗ୍ରୀ କିଣା କଥା ଯାଇଛି, କିନ୍ତୁ ମଣିଷ କିଣା ଯିବ ଇଏ ଗୋଟେ ନୀତି ନୈତିକତାର ଏବଂ ସବୁଠାରୁ ଗୋଟେ ଲଜ୍ଜାଜନକ ହାସ୍ୟାସ୍ପଦ କଥା, ଯୋଉଠି ନେତା ବିଧାୟକଙ୍କର ନିଜସ୍ୱ ବୋଲି କିଛି ନାହିଁ ଏବଂ ସେମାନେ ଲୋକସେବକ ଜନତାଙ୍କ ସେବକ ହେବାକୁ ଆସିକି ଏଠି ସେମାନେ କେମିତି କିଣା ବିକା ହେଉଛନ୍ତି। ୟାର ନଜିର ରାଜ୍ୟସଭା ନିର୍ବାଚନ ଯେତେ ଥର ଓଡ଼ିଶା ରାଜନୀତିରେ ହେଇଛି ସେତେବେଳେ ଇଏ କିଣା ବିକା ବେପାରଟା ହିଁ ଆରମ୍ଭ ହେଇଛି। ଆପଣ ଦେଖିବେ ପୂର୍ବରୁ ଯିଏ ତାରା ରଞ୍ଜନ ପଟ୍ଟନାୟକ ଲଢୁଥିଲେ କଂଗ୍ରେସରୁ, ସେତେବେଳେ କଂଗ୍ରେସର ସଂଖ୍ୟା ଥିଲା, କିନ୍ତୁ ସେଥିରୁ 3ଟି ବିଧାୟକ ପଇସା ନେଇକି ବିଜେଡିକୁ ଭୋଟ ଦେଇଦେଲେ। ଠିକ୍ ଏବେ ବି ସେମିତିଆ ସମାନ ଢଙ୍ଗ, ଯେହେତୁ ବିଜେପିର ସଂଖ୍ୟା ନାହିଁ 3ଟି ଯାକ ଆସନ ନେବା, ସେମାନେ 2ଟି ଆସନରେ ଲଢ଼ିବେ, ଜିତିବେ, ଆଉ ଅବଶିଷ୍ଟ ବଳକା ଆସନ ରହୁଛି ଏବଂ ବିଜେଡିର ମଧ୍ୟ ସେମିତି ତାଙ୍କର ଗୋଟିଏ ଆସନ ସେ ଜିତି ପାରିବେ, ଆଉ ବଳକା ବିଧାୟକ ରହୁଛନ୍ତି। ତେଣୁକରି କଂଗ୍ରେସ ମଧ୍ୟ ଟୋଟାଲ ସଂଖ୍ୟା ହିଁ ନାହିଁ, କିନ୍ତୁ ସିଏ ବି ମଧ୍ୟ ଘୋଡ଼ା ବେପାରରେ ସାମିଲ ହେଇଯାଇଛି। ଅର୍ଥାତ୍ କଂଗ୍ରେସ କହିଛି ଯେ ତାଙ୍କ ବିଧାୟକ ମାନଙ୍କୁ ସେ କିଣିକି କିଏ ନେବା କଥା ନିଅନ୍ତୁ। ଯୋଉ ବିଧାୟକ ବିଜେଡିର ହୁଅନ୍ତୁ, କଂଗ୍ରେସରେ ରୁହନ୍ତୁ ବା ବିଜେପିରେ ଯୋଉ ବିଧାୟକ ମାନେ ରହନ୍ତି, ଯୋଉମାନେ ବଳକା ପଡ଼ିଗଲେ 30 ସଂଖ୍ୟା ଠାରୁ ଯେତେକ ବିଧାୟକ ମାନେ ବଳକା ପଡ଼ିଗଲେ ସେମାନେ କିଣା ବିକା ହେବେ। ତେଣୁକରି ଏବେ ଯୋଉ 4ର୍ଥ ଆସନକୁ ନେଇକି ଦିଲ୍ଲୀପ ରାୟ ହଉ ଦତେଶ୍ୱରଙ୍କୁ ନେଇକି ଯୋଉ ଚର୍ଚ୍ଚା ଚାଲିଛି, ତେଣୁ ଦତେଶ୍ୱର ଯେହେତୁ ବିଜେଡି ଆଉ କଂଗ୍ରେସର ପ୍ରାର୍ଥୀ, ବର୍ତ୍ତମାନ ସନ୍ତୃପ୍ତ ମିଶ୍ର ପ୍ରଥମ କ୍ୟାଣ୍ଡିଡେଟ୍, ତେଣୁ ବର୍ତ୍ତମାନ ବିଜେଡି କଂଗ୍ରେସରେ କିଣା ବିକା ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ଭକ୍ତ ଦାସ 8ଟା ଘୋଡ଼ାକୁ ଧରିକି ବୁଲୁଛନ୍ତି, କିଏ କହୁଛି କିଏ 50 ଲକ୍ଷ ଦେଲାଣି କି ତ କିଏ କୋଟିଏ ଦେଲେଣି। ତେଣୁ ଏଇ ତଳ ସ୍ତରକୁ ରାଜନୀତି ଗଲାଣି। ଆଉ ଗୋଟେ କଥା, ଆପଣ ଦିଲ୍ଲୀପ ରାୟଙ୍କ କଥା, ସିଏ ଜଣେ କରୋଡ଼ପତି, ତାଙ୍କର 500 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ରହିଛି। ମେଫେୟାରର ବିଶିଷ୍ଟ ଶିଳ୍ପପତି, ମେଫେୟାରର ବିଶିଷ୍ଟ ଉଦ୍ୟୋଗୀ। ତେଣୁକରି ସିଏ ମଧ୍ୟ ମୂଳରୁ ମାନେ ଜଣେ ବିଜେପିର ନେତା, ସିଏ ସ୍ୱାଧୀନ ଭାବେ ଲଢୁଛନ୍ତି ଏବଂ ତାକୁ ସବୁ କଂଗ୍ରେସ ବିଜେପି ସିଏ ମାନେ ଭୋଟ ଦେବେ, ମାନେ ବିଜେପିର ପ୍ରାର୍ଥୀ କିନ୍ତୁ ସେ ସ୍ୱାଧୀନ ଲଢ଼ିଲେ ଏବଂ ବିଜେପି କହିଲା ମୁଁ 22ଟା ବିଧାୟକ ଦେବି ଆଉ 8ଟି ଆସନ ପାଇଁ
ବର୍ତ୍ତମାନ ସିଏ 8 ନୁହଁ, ମୁଁ ଭାବୁଛି ବୋଧେ 10 ରୁ ଉର୍ଦ୍ଧ୍ୱ ବିଧାୟକ ମାନେ ଦିଲ୍ଲୀପ ରାୟଙ୍କ ଠାରୁ ମୋଟା ଅଙ୍ଗରତନ ନେଇ ତାଙ୍କୁ ଭୋଟ ଦେବେ। ତେଣୁକରି ଏ ଯୋଉ କଥାଟି ଉଠିଲା ଯେ ଘୋଡ଼ା ବେପାର, ଅତୀତରେ ଯେତେବେଳେ ନିର୍ବାଚନ ଆସିଛି ସବୁ ନେତା ମାନେ ଏଇ କିଣା ବିକା ହେଇଛନ୍ତି। ଆମେ ଶୁଣୁଥିଲେ ସବୁ ଜିନିଷ କିଣା ବିକା ହୁଏ, ଜୀବଜନ୍ତୁ କିଣା ବିକା ହୁଅନ୍ତି, କିନ୍ତୁ ମଣିଷ କିଣା ବିକା କେବେ ନଜିର ଦେଖିନଥିଲୁ। ତେଣୁ ଏ ନିର୍ବାଚନରେ ଲୋକ ଭୋଟ ଦେଇଛନ୍ତି ତାଙ୍କୁ ଲୋକଙ୍କ ସେବା କରିବାକୁ, ଓଡ଼ିଶାବାସୀଙ୍କର ସେବା କରିବାକୁ, କିନ୍ତୁ ଏଠି ସେମାନେ ନିଜର ବିଧାୟକଙ୍କର ମୂଲ ବି କରିସାରିଲେଣି। କିଏ କହୁଛି କୋଟିଏ ଦିଅ, କିଏ କୋଉଠି 5 କୋଟି ଦିଅ, କିଏ 30 କୋଟି କୁହ। ଏବଂ ଆଜି ସବୁଠୁ ବଡ଼ କଥା, ଶାସକ ଦଳର ନେତା ମାନେ କୋଉଠି ଗୋଟେ ବିଧାୟକକୁ କିଣିକି ନେଇ ସାରିକି, କଂଗ୍ରେସ ବିଧାୟକଙ୍କୁ କୋଉଠି କିଣିକି ନେଇକି ପଳେଇଲେଣି। ସିଏ ଆଉ ଫୋନ ଉଠଉନାହାନ୍ତି। ଭୋଟ ଦିନ ଜଣା ପଡ଼ିବ ସେ ଆକ୍ଚୁଆଲି ଭୋଟ କାହାକୁ ଦଉଛନ୍ତି, ସେ ସମୟ କହିବ। ଶୁଣିବାକୁ ମିଳୁଛି କୁଆଡେ ବିଜୟ ମହାପାତ୍ରଙ୍କ ପାଖକୁ ଯାଇଥିଲେ ଆଉ 300 କୋଟି ଟଙ୍କାର ଡିଲିଂ କରାହଉଥିଲା। ଆଜ୍ଞା ନିଶ୍ଚିନ୍ତ ଏମାନଙ୍କ ପାଖରେ ତ ଶୁଣନ୍ତୁ, ଇଏ ଯୋଉ 300 କୋଟି ଇଏ ବୋଧେ ଭାବୁଛି ମାତ୍ରାଧିକ ହେଇଗଲା। ତେଣୁକରି ଯୋଉ 300 କୋଟି ନୁହେଁ, ଆପଣ ଜାଣନ୍ତୁ ଗୋଟେ ବିଧାୟକ ତା ନିର୍ବାଚନ ମଣ୍ଡଳୀରେ ଲଢି ଲଢି 5-10 କୋଟି ଭିତରେ ଖର୍ଚ୍ଚ କରେ। ତେଣୁକରି ସିଏ ସେଇ 5-10 କୋଟି ଲେଖା ହେଲେ ବି ଯଦି ପ୍ରତି 10ଟା ମେମ୍ବର କିଣା ହେଲା ବେଳକୁ 50-100 କୋଟି ଭିତରେ ଖର୍ଚ୍ଚ ହଉଛି। ତେଣୁ ଏଇ ଭିତରେ ହବ। ଇଏ 300 ତାହେଲେ ବି ଗୋଟେ କଥା ହଉଛି କି ମାନେ ହେଲେ 30 ଜଣ ବିଧାୟକ ନିହାତି ଆବଶ୍ୟକ। ଆଜ୍ଞା ବିଜେପିର 22 ଜଣ ବିଧାୟକ ଯଦି ବିଜେପିର ଯେହେତୁ ସେ ଅଛନ୍ତି, ବିଜେପି ଦେଇଦେଲା, ଇଏ 8 ଜଣଙ୍କ ପାଇଁ ଇଏ ପଇସା ଖର୍ଚ୍ଚ କରିବେ ନିଶ୍ଚିନ୍ତ। ତାହେଲେ ବାକି 22 ଜଣ ମନ ଦୁଃଖ କରିବେନି ଆମକୁ କିଛି ମିଳିଲାନି ବୋଲି? ନାଇଁ ସବୁ ବିଧାୟକଙ୍କୁ ପଇସା ଦିଆହବ। ଖାଲି ମୁଁ 8 ଜଣଙ୍କୁ କଥା ପଡିନି। ଏଇ 8 ଜଣଙ୍କର ରେଟ୍ ଅଧିକା ରହିବ, ଯୋଉଟା ହୁଏତ 22 ଜଣ ବିଧାୟକ ନ ଜାଣିପାରିବେ। କାରଣ ଯିଏ ପ୍ରାର୍ଥୀ, ଧର ଦିଲ୍ଲୀପ ରାୟ ବିଜେପିର ପ୍ରାର୍ଥୀ ହେଇଛନ୍ତି, ଆମେ ଜାଣିବାରେ ଯଦିଓ ସେ ସ୍ୱାଧୀନ ବୋଲି କହୁଛନ୍ତି, ସିଏ ବିଜେପିର ଜଣେ ବିଜେପି ନେତା ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ। ତେଣୁକରି 22 ଜଣ ତାଙ୍କୁ ସାନ୍ତ୍ୱନା, ଯେହେତୁ ଜଣେ ବିଶିଷ୍ଟ ଶିଳ୍ପପତି, ସିଏ ତାଙ୍କୁ 50 ଲକ୍ଷ ହଉ, କୋଟିଏ ଲେଖା ହଉ, କି 2 କୋଟି ଲେଖା ହଉ ଦେବେ। ୟାଙ୍କୁ ନିଶ୍ଚିନ୍ତ ଯୋଉମାନେ 8 ଜଣ ଅନ୍ୟ ଦଳରୁ ଆସିବେ ତାଙ୍କୁ ସମର୍ଥନ କରିବେ, ତାଙ୍କ ବ୍ରାଣ୍ଡ ଅଧିକା ହବ ଏବଂ ସେ କେତେ ନେଲେ ଏଇଟା କେହି ଜାଣିବେନି। ତେଣୁକରି ଏ ଘୋଡ଼ା ବେପାର ସେଇଥିପାଇଁ କୁହାଯାଉଛି, ୟାର ମୂଲ୍ୟ ବହୁତ ଅମୂଲ୍ୟ। ତେଣୁକରି କହିହବନି କେତେ ଟଙ୍କାରେ କୋଉ ବିଧାୟକ କିଣା ହେଇଛନ୍ତି।